ସକାଳର ଆଜି ମୁଁ ବଗିଚା କାମ ଆରମ୍ଭ କରିଥିଲି ମୋର କଟିକି ଗଛ ପାଖରୁ। କାହିଁକି ନା ଏବେ ଗଛର ପିଞ୍ଚିଂ ପ୍ରନିଂଟା ନିହାତି ଦରକାର। ପ୍ରତ୍ୟେକଟି ଗଛର କଢ଼, ଫୁଲ ଆଉ ତା ସହିତ କିଛି ଅଗି କୁଆ ଗୁଡ଼ାକ ପିଞ୍ଚିଂ କରିବା ଦ୍ୱାରା ଗଛର ଆହୁରି ଗ୍ରୋଥ୍ ଆସିବ ଆଗକୁ ବହୁତ ସାରା। ତ ସେଥିପାଇଁ ଆଜି ଲାଗି ପଡ଼ିଛି ମୋର କାମରେ। ପ୍ରଥମେ ମୁଁ ମୋର କିଛି ଛୋଟ ଛୋଟ ଚାରା ଯୋଉଗୁଡ଼ାକ କିଣିକି ଲଗେଇଥିଲି ନା, ସେଗୁଡ଼ାକରେ ଏବେ ନୂଆ ନୂଆ ଯେହେତୁ ଫୁଲ ଫୁଟୁଛି, ତାକୁ ଟିକେ ଗ୍ରୋଥ୍ ପାଇଁ ମୁଁ ଟିକେ ତାର କେୟାରିଂ ନଉଛି ପ୍ରଥମେ। ପ୍ରଥମେ ସେ ଗଛକୁ ହେଲ୍ଦି ରଖିବା ପାଇଁ ହେଲେ ଫଙ୍ଗସରୁ ରକ୍ଷା କରିବା ଦରକାର। ଆଉ ଫଙ୍ଗସରୁ ରକ୍ଷା କରିବାକୁ ହେଲେ ତାକୁ ସନଲାଇଟ୍ ପ୍ରୋଭାଇଡ଼ କରିବା ନିହାତି ଦରକାର। ଯେମିତି ତାର ଗଛକୁ ନୁହଁ, ତାର ମୂଳକୁ। ମୂଳ ଯେତେ ସନଲାଇଟ୍ ପ୍ରୋଭାଇଡ଼ ହେଇପାରିବ ସେତେ ଆପଣଙ୍କ ଗଛ ହେଲ୍ଦି ରହିବ। ଯେମିତି ପାଣି ସଲକର ବି ଡର ରହିବନି, ଯେଉଁଟାକି ଓଭର ୱାଟରିଂର ସମସ୍ୟା ରହିବନି, କି କୌଣସି ଫଙ୍ଗସ୍ ବି ଲାଗିବନି। ତା ସହିତ ସବୁବେଳେ ଧ୍ୟାନ ଦେବେ ଗଛର ପତ୍ର ଯେମିତି ମାଟିକି ନ ଛୁଇଁବ। ତ ସେସବୁ ପ୍ରତି ଯଦି ଧ୍ୟାନ ଦେଇ ଦେଉଛନ୍ତି ତାହେଲେ ଆପଣଙ୍କ ଗଛ ବହୁତ ହି ହେଲ୍ଦି ରହିବ। ଆଉ କୌଣସି ବିନା ଫଙ୍ଗସରେ ଆପଣଙ୍କ ଗଛ ସୁସ୍ଥ ମଧ୍ୟ ରହିବ। ତ ଏଇଟା ହେଉଛି ମୋର ଫୁଲ ଫୁଟିବା ବାଲା କିଣିକି ଗୋଟେ ଆଣିଥିଲି ଗଛ। ତ ଏଇଟା 15 ଟଙ୍କା ପଡ଼ିଥିଲା। ଆଉ ଯେଉଁ ଛୋଟ ଛୋଟ ଚାରା ଗୁଡ଼ାକ ଆଣିଥିଲି ସେଗୁଡ଼ା 2 ଟଙ୍କା 5 ଟଙ୍କା ଭିତରେ ମୋତେ ପଡ଼ିଥିଲା। ଗୋଟେ ଛୋଟଟେ ଅଛି, ସେଇଟା ଏବେ କଢ଼ ଛୋଟ ଛୋଟ ଆସୁଛି। ତ ଫାଷ୍ଟ ପିଞ୍ଚିଂ ପରେ ପରେ ଏଇଟା ସେକେଣ୍ଡ ଥର କଢ଼ ଆସୁଛି। ତ ସେଇଟା ମୋତେ 2 ଟଙ୍କା ପଡ଼ିଥିଲା। ଆଉ ଯେଉଁଟା ଏବେ ଆଗରୁ ଟିକେ ଦେଖିଲି ତ ସେଇଟା ମୋତେ 5 ଟଙ୍କା ପଡ଼ିଥିଲା। ଆଉ ଏଇ ଫୁଲ ଫୁଟିଥିବା ବାଲା ଗଛଟା ପଡ଼ିଥିଲା 15 ଟଙ୍କା। ତ ଏଇ ଗଛଟା ଫାଷ୍ଟ ତ ବହୁତ ଫୁଲ ଫୁଟୁଥିଲା ବୋଲି ବହୁତ ବଢ଼ିଆ ଲାଗୁଥିଲା, କିନ୍ତୁ ଏବେ ନା ଧୀରେ ଧୀରେ ଡ୍ୟାମେଜ୍ ହେବାକୁ ଲାଗିଲାଣି। ଯେମିତି ଧୀରେ ଧୀରେ ୟାର ଭିଟାମିନ୍ ସରିବାକୁ ଲାଗିଲାଣି। ତ ଅନ୍ୟ ଗଛରେ ମୁଁ ଯେମିତି ଦେଇଥିଲି ନିମ୍ବ ପିଡ଼ିଆ ପାଣି, ଯେଉଁଠି ଫର୍ଟିଲାଇଜର କୁହନ୍ତି, ଆଉ ତା ସହିତ ସୋରିଷ ପିଡ଼ିଆ ପାଣି, ତ ଏଥିରେ ବି ମଧ୍ୟ ସେମ୍ ଭାବରେ ମୁଁ ଦେଇଥିଲି। ଆଉ ସେମ୍ କ୍ୱାଣ୍ଟିଟିର ବି ମଧ୍ୟ ଦେଇଥିଲି। କିନ୍ତୁ ଏଥିରେ କ'ଣ କହିଲେ, ଗଛର ଗ୍ରୋଥ୍ ତ ବହୁତ ଭଲ ଅଛି, କିନ୍ତୁ ୟାର କଢ଼ ଯେତିକି ଆସୁଛି ନା, ବଳକା କଢ଼, ନୂଆ କଢ଼, ସେଗୁଡ଼ା ଧୀରେ ଧୀରେ ଶୁଖିବାକୁ ଲାଗୁଛି। ତ ଇଏ କଢ଼ କ'ଣ ପାଇଁ ଶୁଖେ? ଏ ଗଛର ଯେତେବେଳେ ବାସି ଫୁଲ ଆମେ ଛାଡ଼ି ଦିଅନ୍ତି, ଗଛରେ ହେଉଛି ଯେହେତୁ କଟିକି ଗଛ ମୋ ପାଖରେ ଏତେ ଭଲ କଲେକ୍ସନ୍ ନଥିଲା, ତ ମୁଁ ଭାବିଥିଲି ତ ଯେଉଁ ପୁରୁଣା ଗଛ, ନୂଆ ଗଛ ଯେଉଁଟା ଆଣିଥିଲି, ଯେଉଁଟା ଏବେ ମୋ ପାଇଁ ପୁରୁଣା ହେଇଗଲାଣି ଫୁଲ ବହୁତ ଦେଲା ପରେ ପରେ, ତ ସେଇ ଗଛର ଯେଉଁ ବାସି ଫୁଲ ଗୁଡ଼ା ରଖିଥିଲି ନା, ମୁଁ ତାର କିଛି ମଞ୍ଜି କଲେକ୍ସନ୍ ପାଇଁ ରଖିଥିଲି। କିନ୍ତୁ ସେ ମଞ୍ଜି ଛାଡ଼ିଲା ମାନେ ତ ଗଛର ଗ୍ରୋଥ୍ କମିବ, ଗଛର ଭିଟାମିନ୍ କମିବ, ତା ସହିତ ଗଛର କଢ଼ ବଳକା ଯେଉଁ ଆସୁଛି ତାର ବି ଗ୍ରୋଥ୍ କମିବ। ଯେମିତି ବହୁତ ଚୁଇଁ ଚୁଇଁ ଆସିବ, ଏମିତି ଡେମ୍ଫ ଗୁଡ଼ା ଶୁଖିବାକୁ ଲାଗିବ। ସେଥିପାଇଁ ମୋତେ ବି ହଜବେଣ୍ଡ ଗୋଟେ ସଲ୍ୟୁସନ୍ ଦେଲେ, କହିଲେ ତାର ଡାଳରୁ ଯେହେତୁ ବହୁତ ଗ୍ରୋ କରିପାରିବୁ ବହୁତ ଇଜିଲି, ତ ତାର ଡାଳରୁ କିଛି ଲଗେଇଦେ, କିନ୍ତୁ ତାର ମଞ୍ଜି ଜମାରୁ ବି ଛାଡ଼ନା, ନହେଲେ ଏଇ ବଳକା ଗଛ ଗୁଡ଼ାକ ବି ମଧ୍ୟ ଗ୍ରୋଥ୍ କମିବ। ସେଥିପାଇଁ ଆଜି ସବୁ ଗୁଡ଼ାକ ପୁଛି ପାଛି କାଟିଦେଲି। ଆଉ କିଛି ଡାଳରୁ ଗଛ କରିବା ପାଇଁ ବି ମଧ୍ୟ କିଛି ଡାଳ କାଟି ଆଣିଲି। କଢ଼ ଦେଖୁନାହାନ୍ତି କେତେ ସାରା ଶୁଖିଯାଇଛି, ଆଉ କେତେ ଚୁଇଁ ଚୁଇଁ ଆସୁଛି, ସେ ବି ମଧ୍ୟ ପୁରଷ୍ଟ ଭାବରେ ଫୁଟିନି। ଆପଣଙ୍କ ଗଛରେ ଯଦି ଏମିତି ଗ୍ରୋଥ୍ କମୁଛି, ତାହେଲେ ଆପଣ ବାସି ଫୁଲ କାଢ଼ିବା ସହିତ କିଛି ପତ୍ର ବି ମଧ୍ୟ ପିଞ୍ଚିଂ କରନ୍ତୁ। ତା ସହିତ ନିମ୍ବ ପିଡ଼ିଆ, ସୋରିଷ ପିଡ଼ିଆର ଫର୍ଟିଲାଇଜର ବନେଇକି ଦିଅନ୍ତୁ। ଆଶା କରୁଛି ଭିଡ଼ିଓଟି ଭଲ ହେଇଥିବ। ପୁଣି ଦେଖା ହେବ ନୂଆ ବ୍ଲଗ୍ରେ। ରହିଲି, ବାଏ ବାଏ।